ଆପଣ ଜାଣିଛନ୍ତି ଭାରତବର୍ଷରେ ଭାରତୀୟ ଜନତା ପାର୍ଟି ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ। ସେହି କ୍ରମରେ କେନ୍ଦ୍ର ନିଷ୍ପତ୍ତି କ୍ରମେ ସାରା ଭାରତବର୍ଷରେ ପ୍ରତ୍ୟେକ ମଣ୍ଡଳ ସ୍ତରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ଭାରତୀୟ ଜନତା ପାର୍ଟିର ଯେଉଁ ବିଚାରଧାରା ଅଛି, ନୀତି ଆଦର୍ଶ ଅଛି, ଇତିହାସର ପୃଷ୍ଠଭୂମି ତା ଉପରେ ପ୍ରତ୍ୟେକ ସମୟରେ ପ୍ରଶିକ୍ଷଣ ଦିଆଯାଏ। ସେହି ପରିପ୍ରେକ୍ଷୀରେ ଚଳିତ 2026 ମସିହାରେ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ଏହି ପ୍ରଶିକ୍ଷଣ ଶିବିରକୁ ମହା ଅଭିଯାନ ହିସାବରେ ଭାରତୀୟ ଜନତା ପାର୍ଟି ଗ୍ରହଣ କରିଛି। ସେ କ୍ରମରେ କୁଚିଣ୍ଡା ନଗରମଣ୍ଡଳ ପକ୍ଷରୁ 22-23 ଦିନ ଧରିକରି କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ଥିବା ଅଡିଟୋରିୟମରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଆଜି ତାର ସମାପନ। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ସଭାପତିଙ୍କ ନେତୃତ୍ୱରେ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ଏଠିକାର ସ୍ଥାନୀୟ ନେତା ରବିନାରାୟଣ ନାୟକ ଯିଏ ଅଛନ୍ତି, ମାନ୍ୟବର ପଞ୍ଚାୟତରାଜ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ତାଙ୍କର ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ପ୍ରକାଶ କରିକି ସାରା ନିର୍ବାଚନ ମଣ୍ଡଳୀରୁ ଏବେ ବିଭିନ୍ନ ଦଳରେ ଥିବା ପ୍ରତିନିଧି ଏବଂ ଯୁବ ନେତୃତ୍ୱ ଭାରତୀୟ ଜନତା ପାର୍ଟି ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ସେ କ୍ରମରେ ଗତକାଲି ମଧ୍ୟ ଆପଣମାନେ ଦେଖିଥିବେ କୁଚିଣ୍ଡାରେ ଆମର ଜଣେ ପଞ୍ଚାୟତ ସମିତି ସଭ୍ୟଙ୍କ ସହିତ ସେହି ଅଞ୍ଚଳର ପଞ୍ଚାୟତର ଯୁବକମାନେ ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହୋଇକରି ଯୋଗଦାନ କରିଛନ୍ତି। ଭାରତୀୟ ଜନତା ପାର୍ଟି ସେମାନଙ୍କୁ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀଙ୍କର ଯେଉଁ ନାରା ଅଛି, ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ, ସେହି ମୂଳମନ୍ତ୍ର ନେଇକରି ଭାରତୀୟ ଜନତା ପାର୍ଟି ଆଗକୁ ଅଗ୍ରସର ହେଉଛି।